କାହିଁକି 10 ଦିନ ଯାଏ କରାଯାଏ ପ୍ରଭୁ ଗଣେଶଙ୍କ ପୂଜା। ବନ୍ଧୁଗଣ, ପ୍ରତିବର୍ଷ ଗଣେଶ ଚତୁର୍ଥୀକୁ ସାରା ଦେଶରେ ବଡ଼ ଧୁମଧାମରେ ପାଳନ କରାଯାଏ। କିନ୍ତୁ ଏହା ପ୍ରତିଥର ଅଲଗା ଅଲଗା ତାରିଖ ତଥା ଦିନମାନଙ୍କରେ ପାଳନ ହୁଏ। ସମାନ ରୁହେ କେବଳ ତିଥି। ଏବେ ସବୁ ପର୍ବ 2 ଦିନକୁ ରହୁଥିବା ବେଳେ ଗଣେଶ ଚତୁର୍ଥୀକୁ ନେଇ ମଧ୍ୟ ଦ୍ୱନ୍ଦ୍ୱ ଦେଖାଦେଇଛି। କେବେ ଆଉ କିପରି ଏଥର ପ୍ରଭୁ ଗଣେଶଙ୍କୁ ନିଜ ଘରକୁ ସ୍ୱାଗତ କରିବେ ଏବଂ ତାଙ୍କର ପୂଜା କରିବେ, ଚାଲନ୍ତୁ ଜାଣିବା। ତେବେ ଚଳିତ ବର୍ଷ 7 ସେପ୍ଟେମ୍ବରରେ ଗଣେଶ ଚତୁର୍ଥୀ ପର୍ବ ପଡ଼ୁଛି। ଏହା ସହ 17 ସେପ୍ଟେମ୍ବରରେ ଗଣେଶଙ୍କର ବିସର୍ଜନ ହେବ। ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଗଣେଶ ଚତୁର୍ଥୀ ଉତ୍ସବ ଭାଦ୍ରପଦ ମାସ ଶୁକ୍ଳପକ୍ଷରେ ଚତୁର୍ଥୀ ତିଥିରେ ପାଳନ କରାଯାଏ। ଭାଦ୍ରବ ମାସର ଶୁକ୍ଳପକ୍ଷ ଚତୁର୍ଥୀ ତିଥି ସେପ୍ଟେମ୍ବର 6 ତାରିଖ ଅପରାହ୍ନ 3ଟା1ରେ ଆରମ୍ଭ ହେବ ଏବଂ ପରଦିନ 7 ତାରିଖ ସନ୍ଧ୍ୟା 5ଟା37ରେ ଶେଷ ହେବ। ମାନ୍ୟତା ଅନୁସାରେ ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀରେ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ପୁତ୍ର ଭଗବାନ ଗଣେଶ ଜନ୍ମ ନେଇଥିଲେ। 10 ଦିନ ପରେ ମାନେ ଅନନ୍ତ ଚତୁର୍ଦ୍ଦଶୀ ଦିନ ଗଣପତିଙ୍କ ବିସର୍ଜନ ହୋଇଥାଏ। ଚଳିତ ବର୍ଷରେ ପ୍ରଭୁ ଗଣେଶଙ୍କ ବିସର୍ଜନ 17 ସେପ୍ଟେମ୍ବରରେ କରାଯିବ। ହିନ୍ଦୁ ଧର୍ମରେ ଶ୍ରୀ ଗଣେଶ ହେଉଛନ୍ତି ଅଗ୍ରପୂଜ୍ୟ। କୌଣସି ବି ପୂଜା ହେଲେ ଶ୍ରୀ ଗଣେଶଙ୍କୁ ପ୍ରଥମେ ପୂଜା କରାଯାଏ। ଭଗବାନ ଗଣେଶଙ୍କୁ ବିଘ୍ନହର୍ତ୍ତା କୁହାଯାଏ। ସର୍ବବିଘ୍ନ ବିନାଶର ସେ ମନୁଷ୍ୟର ସମସ୍ତ ବିଘ୍ନ ବିନାଶ କରିଥାନ୍ତି। ମାନ୍ୟତା ରହିଛି ଶ୍ରୀ ଗଣେଶଙ୍କ କୃପାଦୃଷ୍ଟି ରହିଲେ ସବୁ କଷ୍ଟ ଦୂର ହୋଇଥାଏ। ତେବେ ଗଣେଶ କ'ଣ ପାଇଁ 10 ଦିନ ବିରାଜମାନ କରନ୍ତି? 10 ଦିନ ପରେ ଗଣେଶଙ୍କୁ ବିସର୍ଜନ କରିବା ପଛର କାରଣ କ'ଣ ରହିଛି? ଚାଲନ୍ତୁ ଜାଣିବା। ମାନ୍ୟତା ଅନୁସାରେ ଭାଦ୍ର ମାସ ଶୁକ୍ଳପକ୍ଷ ଗଣେଶ ଚତୁର୍ଥୀ ଦିନ ପ୍ରଭୁ ଶ୍ରୀଗଣେଶଙ୍କର ଜନ୍ମ ହୋଇଥିଲା। ପୌରାଣିକ କଥା ଅନୁଯାୟୀ ଗଣେଶ ଚତୁର୍ଥୀ ଦିନ ହିଁ ମହାଭାରତ ଲେଖାଯାଇଥିଲା। ମହର୍ଷି ବେଦବ୍ୟାସ ମହାଭାରତର ରଚନା ପାଇଁ ଗଣେଶଙ୍କୁ ଲେଖିବା ପାଇଁ ପ୍ରାର୍ଥନା କରିଥିଲେ। ଆଉ ଶ୍ରୀ ଗଣେଶ କହିଥିଲେ ଯଦି ସେ ଲେଖିବେ ତେବେ ଆଉ କଲମ ବନ୍ଦ କରିବେ ନାହିଁ। ମହାଭାରତ ଲେଖିବା ପାଇଁ 10 ଦିନ ସମୟ ଲାଗିଥିଲା। ଅନନ୍ତ ଚତୁର୍ଦ୍ଦଶୀ ଦିନ ମହାଭାରତ ଲେଖିବା କାମ ସମାପ୍ତ ହୋଇଥିଲା। ଗଣେଶଙ୍କ ଶରୀର ସ୍ଥାଣୁ ହୋଇଯାଇଥିଲା। ବିଲକୁଲ ନହଲିବା କାରଣରୁ ଶରୀରରେ ଧୂଳିମଳି ଜମି ଯାଇଥିଲା। ସେତେବେଳେ ଗଣେଶ ସରସ୍ୱତୀ ନଦୀରେ ସ୍ନାନ କରି ନିଜ ଶରୀରର ମଇଳାକୁ ସଫା କରିଥିଲେ। ଖାସ୍ ଏଥିପାଇଁ ଗଣପତିଙ୍କ ସ୍ଥାପନା 10 ଦିନ ପାଇଁ କରାଯାଏ ଏବଂ ପରେ ବିସର୍ଜନ କରାଯାଏ। ଆଧ୍ୟାତ୍ମିକ ଦୃଷ୍ଟିରୁ ଦେଖିବାକୁ ଗଲେ ମନରେ ହୋଇଥିବା ଦ୍ୱେଷକୁ ଦୂର କରିବା ପାଇଁ 10 ଦିନ ସମୟ ମଣିଷକୁ ଲାଗିଥାଏ। ଏହି ସମୟରେ ବ୍ୟକ୍ତି ନିଜ ସମ୍ପୂର୍ଣ୍ଣ ଧ୍ୟାନ ଗଣେଶଙ୍କ ଭକ୍ତିରେ ଲଗାଇବା ଜରୁରୀ ହୋଇଥାଏ। ଆପଣ ବି ଏଥର ଘରକୁ ଗଜାନନଙ୍କୁ ଆଣି ତାଙ୍କ ପୂଜା କରନ୍ତୁ। ଆଉ ଜାଣତରେ ହେଉ କିମ୍ବା ଅଜାଣତରେ ହେଉ କିଛି ଭୁଲ କରିଥିଲେ କ୍ଷମା ମାଗନ୍ତୁ। ସମସ୍ୟା ଥିଲେ ପ୍ରଭୁ ନିହାତି ଆପଣଙ୍କ ଦୁଃଖ ଦୂର କରିବେ। ବନ୍ଧୁଗଣ, ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓ ଗୋଟିଏ ଲାଇକ୍ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଧନ୍ୟବାଦ। ଜୟ ଗଣେଶାୟ ନମଃ।